ଶ୍ରୀମଦ୍ ଭାଗବତର ଲେଖକ କିଏ? ଶ୍ରୀମଦ୍ ଭାଗବତର ଲେଖକ ହେଉଛନ୍ତି ଅତିବଡ଼ି ଜଗନ୍ନାଥ ଦାସ। ଶ୍ରୀମଦ୍ ଭାଗବତର ଲେଖକ ଅତିବଡ଼ି ଜଗନ୍ନାଥ ଦାସ। କିଏ ଓଡ଼ିଆରେ ମହାଭାରତ ଲେଖିଛନ୍ତି? ଓଡ଼ିଆରେ ମହାଭାରତ ଆଦିକବି ସାରଳା ଦାସ ଲେଖିଛନ୍ତି। ଓଡ଼ିଆରେ ମହାଭାରତ ଆଦିକବି ସାରଳା ଦାସ ଲେଖିଛନ୍ତି। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲକ୍ଷ୍ମୀ ପୁରାଣର ଲେଖକ କିଏ? ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲକ୍ଷ୍ମୀ ପୁରାଣର ଲେଖକ ହେଉଛନ୍ତି ବଳରାମ ଦାସ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲକ୍ଷ୍ମୀ ପୁରାଣର ଲେଖକ ହେଉଛନ୍ତି ବଳରାମ ଦାସ। ଗୀତ ଗୋବିନ୍ଦର ରଚୟିତା କିଏ? ଗୀତ ଗୋବିନ୍ଦର ରଚୟିତା ହେଉଛନ୍ତି ଜୟଦେବ। ଗୀତ ଗୋବିନ୍ଦର ରଚୟିତା ଜୟଦେବ। ମାଳିକାର ଲେଖକ କିଏ? ମାଳିକାର ଲେଖକ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ। ମାଳିକା ଲେଖକ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ। ବିଚିତ୍ର ରାମାୟଣର ଲେଖକ କିଏ? ବିଚିତ୍ର ରାମାୟଣର ଲେଖକ ହେଉଛନ୍ତି ବିଶ୍ୱନାଥ ଖୁଣ୍ଟିଆ। ବିଚିତ୍ର ରାମାୟଣର ଲେଖକ ବିଶ୍ୱନାଥ ଖୁଣ୍ଟିଆ। ଦାଣ୍ଡି ରାମାୟଣର ରଚୟିତା କିଏ? ଦାଣ୍ଡି ରାମାୟଣର ରଚୟିତା ହେଉଛନ୍ତି ବଳରାମ ଦାସ। ଦାଣ୍ଡି ରାମାୟଣର ରଚୟିତା ହେଉଛନ୍ତି ବଳରାମ ଦାସ। ବନ୍ଦେ ଉତ୍କଳ ଜନନୀର ଲେଖକ କିଏ? ବନ୍ଦେ ଉତ୍କଳ ଜନନୀର ଲେଖକ ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ବନ୍ଦେ ଉତ୍କଳ ଜନନୀର ଲେଖକ ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ବନ୍ଦୀର ଆତ୍ମକଥାର ଲେଖକ କିଏ? ବନ୍ଦୀର ଆତ୍ମକଥାର ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ। ବନ୍ଦୀର ଆତ୍ମକଥାର ଲେଖକ ଗୋପବନ୍ଧୁ ଦାସ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲାବଣ୍ୟବତୀର ଲେଖକ କିଏ? ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲାବଣ୍ୟବତୀର ଲେଖକ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲାବଣ୍ୟବତୀର ଲେଖକ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଓଡ଼ିଆ ପ୍ରାର୍ଥନା ଆହେ ଦୟାମୟ ବିଶ୍ୱବିହାରୀର ରଚୟିତା କିଏ? ଓଡ଼ିଆ ପ୍ରାର୍ଥନା ଆହେ ଦୟାମୟ ବିଶ୍ୱବିହାରୀର ରଚୟିତା ହେଉଛନ୍ତି ଶିଶୁକବି ରାମକୃଷ୍ଣ ନନ୍ଦ। ଓଡ଼ିଆ ପ୍ରାର୍ଥନା ଆହେ ଦୟାମୟ ବିଶ୍ୱବିହାରୀର ରଚୟିତା ଶିଶୁକବି ରାମକୃଷ୍ଣ ନନ୍ଦ। ବିଦଗ୍ଧ ଚିନ୍ତାମଣି ପୁସ୍ତକର ଲେଖକ କିଏ? ବିଦଗ୍ଧ ଚିନ୍ତାମଣି ପୁସ୍ତକର ଲେଖକ ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ବିଦଗ୍ଧ ଚିନ୍ତାମଣି ପୁସ୍ତକର ଲେଖକ ଅଭିମନ୍ୟୁ ସାମନ୍ତ ସିଂହାର। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ପୁସ୍ତକ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା କେଉଁ ପୁସ୍ତକ ଲେଖାଯାଇଥିଲା? ମାଟିର ମଣିଷ। କାଳିନ୍ଦୀ ଚରଣ ପାଣିଗ୍ରାହୀ ମାଟିର ମଣିଷ ପୁସ୍ତକ ଲେଖିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକର ନାମ ହେଉଛି ସିନ୍ଧୁ ଉପତ୍ୟକା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକର ନାମ ସିନ୍ଧୁ ଉପତ୍ୟକା। ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ଲେଖକ କିଏ? ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣର ଲେଖକ ହେଉଛନ୍ତି ଆଦିକବି ସାରଳା ଦାସ। ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣର ଲେଖକ ଆଦିକବି ସାରଳା ଦାସ। ଅମୃତ ସନ୍ତାନ ପୁସ୍ତକର ଲେଖକ କିଏ? ଅମୃତ ସନ୍ତାନର ପୁସ୍ତକ ହେଉଛନ୍ତି ଗୋପୀନାଥ ମହାନ୍ତି। ଅମୃତ ସନ୍ତାନ ପୁସ୍ତକର ଲେଖକ ଗୋପୀନାଥ ମହାନ୍ତି। ଭାରତୀୟ ସଂସ୍କୃତି ଓ ଭାଗବତ ଗୀତା ପୁସ୍ତକର ଲେଖକ କିଏ? ଭାରତୀୟ ସଂସ୍କୃତି ଓ ଭାଗବତ ପୁସ୍ତକର ଲେଖକର ରଚୟିତା ହେଉଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ଅଭିଶପ୍ତ ଗନ୍ଧର୍ବ ପୁସ୍ତକର ଲେଖକ କିଏ? ଅଭିଶପ୍ତ ଗନ୍ଧର୍ବ ପୁସ୍ତକର ଲେଖକ ହେଉଛନ୍ତି ମହାପାତ୍ର ନୀଳମଣି ସାହୁ। ଅଭିଶପ୍ତ ଗନ୍ଧର୍ବ ପୁସ୍ତକର ଲେଖକ ମହାପାତ୍ର ନୀଳମଣି ସାହୁ। ବୈଦେହୀଶ ବିଳାସ ପୁସ୍ତକର ରଚୟିତା କିଏ? ବୈଦେହୀଶ ବିଳାସ ପୁସ୍ତକର ରଚୟିତା ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ବୈଦେହୀଶ ବିଳାସ ପୁସ୍ତକର ରଚୟିତା ଉପେନ୍ଦ୍ର ଭଞ୍ଜ। ଛଅମାଣ ଆଠଗୁଣ୍ଠ ଉପନ୍ୟାସର ଲେଖକ କିଏ? ଛଅମାଣ ଆଠଗୁଣ୍ଠ ଉପନ୍ୟାସର ଲେଖକ ଫକୀରମୋହନ ସେନାପତି। ଛଅମାଣ ଆଠଗୁଣ୍ଠ ଉପନ୍ୟାସର ଲେଖକ ହେଉଛନ୍ତି ଫକୀରମୋହନ ସେନାପତି। ମୁଦ୍ରା ରାକ୍ଷସ ପୁସ୍ତକର ଲେଖକ କିଏ? ମୁଦ୍ରା ରାକ୍ଷସ ପୁସ୍ତକର ଲେଖକ ହେଉଛନ୍ତି ବିଶାଖା ଦତ୍ତ। ମୁଦ୍ରା ରାକ୍ଷସ ପୁସ୍ତକର ଲେଖକ ହେଉଛନ୍ତି ବିଶାଖା ଦତ୍ତ। ମେଘଦୂତ ପୁସ୍ତକର ରଚୟିତା କିଏ? ମେଘଦୂତ ପୁସ୍ତକର ରଚୟିତା ହେଉଛନ୍ତି କାଳିଦାସ। କାଳିଦାସ ହେଉଛନ୍ତି ମେଘଦୂତ ପୁସ୍ତକର ରଚୟିତା। ରାମାୟଣର ରଚୟିତା କିଏ? ରାମାୟଣର ରଚୟିତା ହେଉଛନ୍ତି ମହର୍ଷି ବାଲ୍ମୀକି। ରାମାୟଣ ରଚନା କରିଥିଲେ ପ୍ରଥମେ ମହର୍ଷି ବାଲ୍ମୀକି। ପଞ୍ଚତନ୍ତ୍ରର ଲେଖକ କିଏ? ପଞ୍ଚତନ୍ତ୍ରର ଲେଖକ ହେଉଛନ୍ତି ବିଷ୍ଣୁ ଶର୍ମା। ପଞ୍ଚତନ୍ତ୍ର ପୁସ୍ତକର ଲେଖକ ହେଉଛନ୍ତି ବିଷ୍ଣୁ ଶର୍ମା। ରାମଚରିତମାନସର ଲେଖକ କିଏ? ରାମଚରିତମାନସର ଲେଖକ ହେଉଛନ୍ତି ତୁଳସୀ ଦାସ। ରାମଚରିତମାନସର ଲେଖକ ହେଉଛନ୍ତି ତୁଳସୀ ଦାସ। ବାବରନାମା ବା ତୁଜୁଇ ବାବରୀ ଏର ଲେଖକ କିଏ? ବାବରନାମାର ଲେଖକ ହେଉଛନ୍ତି ବାବର। ବାବର ନିଜେ ତାଙ୍କର ଆତ୍ମକଥାକୁ ଲେଖିଥିଲେ ବାବରନାମା ପୁସ୍ତକରେ। ହୁମାୟୁନ୍ ନାମା ପୁସ୍ତକ କିଏ ଲେଖିଥିଲେ? ହୁମାୟୁନ୍ ନାମା ପୁସ୍ତକକୁ ଗୁଲବଦନ ବେଗମ ଲେଖିଥିଲେ। ହୁମାୟୁନଙ୍କ ଆତ୍ମଜୀବନୀକୁ ଗୁଲବଦନ ବେଗମ ଲେଖିଥିଲେ। ହୁମାୟୁନ୍ ନାମାକୁ ଗୁଲବଦନ ବେଗମ ଲେଖିଥିଲେ। ଆକବରନାମା ବା ଆଇନ ଇ ଆକବରୀ ପୁସ୍ତକ କିଏ ଲେଖିଥିଲେ? ଆବୁଲ ଫାଜଲ। ଆଇନ ଇ ଆକବରୀ ପୁସ୍ତକ ଆବୁଲ ଫାଜଲ ଲେଖିଥିଲେ। ଆକବରଙ୍କ ଜୀବନୀକୁ ଆବୁଲ ଫାଜଲ ଲେଖିଥିଲେ। ଲୀଳାବତୀ ନାମକ ପୁସ୍ତକ କିଏ ରଚନା କରିଥିଲେ? ଲୀଳାବତୀ ନାମକ ପୁସ୍ତକ ଭାସ୍କର ରାୟ ରଚନା କରିଥିଲେ। ଲୀଳାବତୀ ନାମକ ପୁସ୍ତକକୁ ଭାସ୍କର ରାୟ ରଚନା କରିଥିଲେ।
ଶ୍ରୀମଦ୍ ଭାଗବତ ଗୀତା ଶ୍ରୀମଦ୍ ଭାଗବତ କିଏ ଲେଖିଥିଲେ? ଅତିବଡ଼ି ଜଗନ୍ନାଥ ଦାସ। କିଏ ଓଡ଼ିଆରେ ମହାଭାରତ ଲେଖିଥିଲେ? ଓଡ଼ିଆରେ ମହାଭାରତ ଆଦିକବି ସାରଳା ଦାସ ଲେଖିଥିଲେ। ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଲକ୍ଷ୍ମୀ ପୁରାଣ କିଏ ଲେଖିଥିଲେ? ବଳରାମ ଦାସ ଲେଖିଥିଲେ ପ୍ରସିଦ୍ଧ ଲକ୍ଷ୍ମୀ ପୁରାଣ। ଗୀତ ଗୋବିନ୍ଦ କିଏ ଲେଖିଥିଲେ? ଗୀତ ଗୋବିନ୍ଦକୁ ଜୟଦେବ ଲେଖିଥିଲେ। ଜୟଦେବ ଗୀତ ଗୋବିନ୍ଦ ଲେଖିଥିଲେ। ମାଳିକାର ଲେଖକ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ। ଅଚ୍ୟୁତାନନ୍ଦ ଦାସ ମାଳିକା ଲେଖିଥିଲେ। ବିଚିତ୍ର ରାମାୟଣ ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ ଲେଖିଥିଲେ। ଦାଣ୍ଡି ରାମାୟଣ କିଏ ଲେଖିଥିଲେ? ଦାଣ୍ଡି ରାମାୟଣ ବଳରାମ ଦାସ ଲେଖିଥିଲେ। ବଳରାମ ଦାସ ଦାଣ୍ଡି ରାମାୟଣ ଲେଖିଥିଲେ। ବନ୍ଦେ ଉତ୍କଳ ଜନନୀର ଲେଖକ ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ ଲେଖିଥିଲେ। ବନ୍ଦୀର ଆତ୍ମକଥାକୁ ଗୋପବନ୍ଧୁ ଦାସ ଲେଖିଥିଲେ। ଗୋପବନ୍ଧୁ ଦାସ ବନ୍ଦୀର ଆତ୍ମକଥା ଲେଖିଥିଲେ। ଓଡ଼ିଆ ପୁସ୍ତକ ଲାବଣ୍ୟବତୀ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ। ଉପେନ୍ଦ୍ର ଭଞ୍ଜ ଓଡ଼ିଆ ପୁସ୍ତକ ଲାବଣ୍ୟବତୀ ଲେଖିଥିଲେ। ଆହେ ଦୟାମୟ ବିଶ୍ୱବିହାରୀ ରାମକୃଷ୍ଣ ନନ୍ଦ ଲେଖିଥିଲେ। ରାମକୃଷ୍ଣ ନନ୍ଦ ଆହେ ଦୟାମୟ ବିଶ୍ୱବିହାରୀ ରଚନା କରିଥିଲେ। ବିଦଗ୍ଧ ଚିନ୍ତାମଣି ପୁସ୍ତକର ଲେଖକ ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ବିଦଗ୍ଧ ଚିନ୍ତାମଣି ପୁସ୍ତକର ଲେଖକ ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ପୁସ୍ତକର ନାମ ହେଉଛି ମାଟିର ମଣିଷ। ମାଟିର ମଣିଷକୁ କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକର ନାମ ହେଉଛି ସିନ୍ଧୁ ଉପତ୍ୟକା। ସିନ୍ଧୁ ଉପତ୍ୟକା ପୁସ୍ତକକୁ ଜାନକୀ ବଲ୍ଲଭ ପଟ୍ଟନାୟକ ଲେଖିଥିଲେ। ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ପୁସ୍ତକର ଲେଖକ ହେଉଛନ୍ତି କିଏ? ଆଦିକବି ସାରଳା ଦାସ। ଆଦିକବି ସାରଳା ଦାସ ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ପୁସ୍ତକ ଲେଖିଥିଲେ। ଅମୃତ ସନ୍ତାନ ପୁସ୍ତକର ରଚୟିତା ହେଉଛନ୍ତି ଗୋପୀନାଥ ମହାନ୍ତି। ଅମୃତ ସନ୍ତାନ ପୁସ୍ତକର ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି। ଭାରତୀୟ ସଂସ୍କୃତି ଓ ଭାଗବତ ଗୀତା ପୁସ୍ତକର ଲେଖକ ହେଉଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ଭାରତୀୟ ସଂସ୍କୃତି ଓ ଭାଗବତ ଗୀତା ପୁସ୍ତକ ପ୍ରଫୁଲ୍ଲ କୁମାର ମହାନ୍ତି ଲିଖିଥିଲେ। ଅଭିଶପ୍ତ ଗନ୍ଧର୍ବ ପୁସ୍ତକକୁ ମହାପାତ୍ର ନୀଳମଣି ସାହୁ ଲିଖିଥିଲେ। ଅଭିଶପ୍ତ ଗନ୍ଧର୍ବ ପୁସ୍ତକକୁ ମହାପାତ୍ର ନୀଳମଣି ସାହୁ ଲିଖିଥିଲେ। ବୈଦେହୀଶ ବିଳାସ ପୁସ୍ତକର ରଚୟିତା ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ବୈଦେହୀଶ ବିଳାସ ପୁସ୍ତକର ରଚୟିତା ଉପେନ୍ଦ୍ର ଭଞ୍ଜ। ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସର ଲେଖକ କିଏ? ଛଅ ମାଣ ଆଠ ଗୁଣ୍ଠ ପୁସ୍ତକର ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି। ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସକୁ ଫକୀର ମୋହନ ସେନାପତି ଲେଖିଥିଲେ। ମୁଦ୍ରା ରାକ୍ଷସ ପୁସ୍ତକର ଲେଖକ କିଏ? ମୁଦ୍ରା ରାକ୍ଷସ ପୁସ୍ତକର ଲେଖକ ହେଉଛନ୍ତି ବିଶାଖା ଦତ୍ତ। ବିଶାଖା ଦତ୍ତ ମୁଦ୍ରା ରାକ୍ଷସ ପୁସ୍ତକ ଲେଖିଥିଲେ। ମେଘଦୂତ ପୁସ୍ତକର ଲେଖକ କିଏ? ମେଘଦୂତ ପୁସ୍ତକର ଲେଖକ ହେଉଛନ୍ତି କାଳିଦାସ। କାଳିଦାସ ମେଘଦୂତ ପୁସ୍ତକ ଲେଖିଥିଲେ। ରାମାୟଣର ରଚୟିତା କିଏ? ରାମାୟଣର ରଚୟିତା ହେଉଛନ୍ତି ମହର୍ଷି ବାଲ୍ମୀକି। ମହର୍ଷି ବାଲ୍ମୀକି ରାମାୟଣ ରଚନା କରିଥିଲେ। ପଞ୍ଚତନ୍ତ୍ର ଲେଖକ ହେଉଛନ୍ତି ବିଷ୍ଣୁ ଶର୍ମା। ବିଷ୍ଣୁ ଶର୍ମା ପଞ୍ଚତନ୍ତ୍ରର ଲେଖକ। ରାମଚରିତ ମାନସର ଲେଖକ କିଏ? ରାମଚରିତ ମାନସର ଲେଖକ ହେଉଛନ୍ତି ତୁଳସୀ ଦାସ। ତୁଳସୀ ଦାସ ରାମଚରିତ ମାନସର ଲେଖକ। ବାବର ନାମା ବା ତୁଜୁ ଇ ବାବରୀ ପୁସ୍ତକ ଲେଖିଥିଲେ ବାବର। ହୁମାୟୁନ ନାମା କିଏ ଲେଖିଥିଲେ? ହୁମାୟୁନ ନାମା ଗୁଲବଦନ ବେଗମ ଲେଖିଥିଲେ। ଆକବର ନାମା ବା ଆଇନ ଇ ଆକବରୀ କିଏ ଲେଖିଥିଲେ? ଆକବର ନାମା ବା ଆଇନ ଇ ଆକବରୀ ଆବୁଲ ଫାଜଲ ଲେଖିଥିଲେ। ଆକବର ନାମା ବା ଆଇନ ଇ ଆକବରୀ। ଲୀଳାବତୀ ନାମକ ପୁସ୍ତକ କିଏ ଲେଖିଥିଲେ? ଲୀଳାବତୀ ନାମକ ପୁସ୍ତକ ଭାସ୍କର ରାୟ ଲେଖିଥିଲେ। ଭାସ୍କରାଚାର୍ଯ୍ୟ ଲୀଳାବତୀ ନାମକ ପୁସ୍ତକ ଲେଖିଥିଲେ।